ओम शांति 16 फरवरी 2026। मिठे बाबा बोले, मिठे बच्चे, प्राणेश्वर बाबा तुमମାନଙ୍କୁ ପ୍ରାଣଦାନ ଦେବା ପାଇଁ ଆସିଛନ୍ତି। ପ୍ରାଣଦାନ ମିଳିବା ଅର୍ଥ ତମ ପ୍ରଧାନରୁ ସତୋପ୍ରଧାନ ହେବା। ଆଜିର ପ୍ରଶ୍ନ, ଡ୍ରାମାର ପ୍ରତ୍ୟେକ ରହସ୍ୟକୁ ଜାଣିଥିବା କାରଣରୁ କେଉଁ ଦୃଶ୍ୟ ତୁମ ପାଇଁ ନୂଆ ନୁହେଁ? ଡ୍ରାମାର ପ୍ରତ୍ୟେକ ରହସ୍ୟକୁ ଜାଣିଥିବା କାରଣରୁ କେଉଁ ଦୃଶ୍ୟ ତୁମ ପାଇଁ ନୂଆ ନୁହେଁ? ଉତ୍ତର, ବର୍ତ୍ତମାନ ସମୟରେ ସାରା ଦୁନିଆରେ ଯେଉଁ ସବୁ ଗଣ୍ଡଗୋଳ ହେଉଛି, ବିନାଶ କାଳେ ବିପରୀତ ବୁଦ୍ଧି ହୋଇ ନିଜର ହିଁ କୁଳର ହତ୍ୟା କରିବା ପାଇଁ ଯେଉଁ ସବୁ ଅନେକ ସାଧନ ତିଆରି କରୁଛନ୍ତି, ଏହା କୌଣସି ନୂଆ କଥା ନୁହେଁ। କାହିଁକି ନା ତୁମେମାନେ ଜାଣିଛ, ଏହି ଦୁନିଆ ତ ନିଶ୍ଚିତ ବଦଳିବ। ମହାଭାରତ ଯୁଦ୍ଧ ପରେ ହିଁ ଆମର ନୂଆ ଦୁନିଆ ଆସିବ। ଗୀତ ୟହ କୌନ ଆଜ ଆୟା। ଓମ୍ ଶାନ୍ତି। ସକାଳୁ ସକାଳୁ ଇଏ କିଏ ଆସି ମୁରଲି ଶୁଣାଉଛନ୍ତି? ଦୁନିଆ ତ ବିଲକୁଲ ହିଁ ଘୋର ଅନ୍ଧକାରରେ ରହିଛି। ତୁମେ ଏବେ ମୁରଲି ଶୁଣୁଛ ଜ୍ଞାନର ସାଗର ପତିତ ପାବନ ପ୍ରାଣେଶ୍ୱର ବାବାଙ୍କ ଠାରୁ। ସେ ହେଉଛନ୍ତି ପ୍ରାଣ ରକ୍ଷା କଲା ବାଲା ଈଶ୍ୱର। କଥାରେ କହିଥାନ୍ତି ନା, ହେ ଈଶ୍ୱର, ଏହି ଦୁଃଖରୁ ବଞ୍ଚାଅ। ସେମାନେ ଭୌତିକ ସୁଥୁଳ ସାହାଯ୍ୟ ମାଗୁଛନ୍ତି। ଏବେ ତୁମମାନଙ୍କୁ ଅବିନାଶୀ ସୂକ୍ଷ୍ମ ସାହାଯ୍ୟ ମିଳୁଛି। କାହିଁକି ନା ବାବା ଅବିନାଶୀ ଅଟନ୍ତି ନା। ତୁମେ ଜାଣିଛ, ଆତ୍ମା ମଧ୍ୟ ଗୁପ୍ତ ଅଟେ। ପିଲାମାନଙ୍କର ଶରୀର ଦୃଶ୍ୟମାନ ଅଟେ। ତେଣୁ ବାବାଙ୍କର ଶ୍ରୀମତ ପିଲାମାନଙ୍କ ପାଇଁ ପ୍ରତି ରହିଛି। ସର୍ବଶାସ୍ତ୍ରମୟୀ ଶିରୋମଣି ଗୀତା ପ୍ରସିଦ୍ଧ ଅଟେ। ସେଥିରେ କେବଳ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି। ଏବେ ତୁମେ ଜାଣୁଛ, ଶ୍ରୀମତ୍ ଭଗବାନ ଉବାଚ ଅଟେ। ଏକଥା ମଧ୍ୟ ବୁଝୁଛ ଯେ ଭ୍ରଷ୍ଟାଚାରୀରୁ ଶ୍ରେଷ୍ଠାଚାରୀ ଏକମାତ୍ର ବାବା ହିଁ କରିଥାନ୍ତି। ସେ ହିଁ ନରରୁ ନାରାୟଣ କରାଉଛନ୍ତି। ସତ୍ୟନାରାୟଣଙ୍କର କଥା ମଧ୍ୟ ରହିଛି। ଅମର କଥାର ଗାୟନ ମଧ୍ୟ କରାଯାଇଥାଏ। ଅମରପୁରୀର ମାଲିକ କରାଇବା ଅଥବା ନରରୁ ନାରାୟଣ କରାଇବା ଏକା କଥା ଅଟେ। ଏହା ହେଉଛି ମୃତ୍ୟୁଲୋକ। ଭାରତ ହିଁ ଅମରପୁରୀ ଥିଲା, ଏକଥା କାହାକୁ ହେଲେ ଜଣା ନାହିଁ। ଏହିଠାରେ ହିଁ ଅମର ବାବା ପାର୍ବତୀମାନଙ୍କୁ ଅମର କଥା ଶୁଣାଇଥିଲେ। ଜଣେ ପାର୍ବତୀ ଅଥବା ଜଣେ ଦ୍ରୌପଦୀ ନଥିଲେ। ଏହି ଜ୍ଞାନ ତ ଅନେକ ସନ୍ତାନ ଶୁଣୁଛନ୍ତି। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ଶୁଣାଉଛନ୍ତି। ବାବା କହୁଛନ୍ତି, ମୁଁ ବ୍ରହ୍ମା ଦ୍ୱାରା ମଧୁର ସନ୍ତାନଗଣଙ୍କୁ ବୁଝାଉଛି। ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମକୁ ଆତ୍ମ ଅଭିମାନୀ ନିଶ୍ଚୟ ହେବାକୁ ପଡ଼ିବ। ତାହା ତ ବାବା ହିଁ କରାଇପାରିବେ। ଦୁନିଆରେ ଜଣେ ହେଲେ ମନୁଷ୍ୟ ନାହାନ୍ତି ଯାହାଙ୍କ ପାଖରେ ଆତ୍ମାର ଜ୍ଞାନ ଥିବ। ଆତ୍ମାର ଜ୍ଞାନ ନାହିଁ, ତେବେ ପରମାତ୍ମାଙ୍କ ଜ୍ଞାନ କିପରି ରହିବ? କହିଦେଉଛନ୍ତି, ଆମେ ଆତ୍ମା ସ୍ୱ ପରମାତ୍ମା ଅଟୁ। କେତେ ବଡ଼ ଭୁଲ ମଧ୍ୟରେ ସାରା ଦୁନିଆ ଛନ୍ଦି ହୋଇଯାଇଛି। ବିଲକୁଲ ହିଁ ପଥର ବୁଦ୍ଧି ଅଟନ୍ତି। ବିଦେଶୀମାନେ ମଧ୍ୟ କମ୍ ପଥର ବୁଦ୍ଧି ନୁହନ୍ତି। ଏକଥା ସେମାନଙ୍କ ବୁଦ୍ଧିରେ ଆସୁନାହିଁ ଯେ ଆମେ ଯେଉଁ ବମ୍ ଆଦି ତିଆରି କରୁଛୁ, ଏହା ତ ନିଜର ବିନାଶ କରିବା ସହିତ ସାରା ଦୁନିଆର ମଧ୍ୟ ବିନାଶ କରିବା ପାଇଁ ତିଆରି କରୁଛୁ। ତେଣୁ ଏହି ସମୟରେ ବୁଦ୍ଧି କୌଣସି କାମର ନୁହେଁ। ନିଜର ହିଁ ବିନାଶ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରୁଛନ୍ତି। ତୁମମାନଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ। ଜାଣିଛ, ଡ୍ରାମା ଅନୁସାରେ ସେମାନଙ୍କର ମଧ୍ୟ ଅଭିନୟ ରହିଛି। ଡ୍ରାମାର ବନ୍ଧନରେ ବନ୍ଧା ହୋଇଛନ୍ତି। ପଥର ବୁଦ୍ଧି ନ ହୋଇଥିଲେ କ'ଣ ଏପରି କାମ କରିଥାନ୍ତେ? ସାରା କୁଳର ବିନାଶ କରୁଛନ୍ତି। ଆଶ୍ଚର୍ଯ୍ୟ ଅଟେ ନା?
କ'ଣ କରୁଛନ୍ତି? ଆଜି ସବୁ ଠିକ୍ ଠାକ୍ ଚାଲୁଛି, କାଲି ମିଲିଟାରୀ ବିଗିଡ଼ିଗଲା ତ ପ୍ରେସିଡେଣ୍ଟକୁ ମଧ୍ୟ ମାରି ଦେଉଛନ୍ତି। ଏହିପରି ଦୁର୍ଘଟଣାମାନ ହୋଇ ଚାଲିଛି। କାହାକୁ ବି ସହିପାରୁନାହାନ୍ତି। ଶକ୍ତିଶାଳୀ ଅଟନ୍ତି ନା। ଆଜିକାଲି ଦୁନିଆରେ ବହୁତ ହଙ୍ଗାମା ହେଉଛି। ପଥର ବୁଦ୍ଧି ମଧ୍ୟ ବହୁତ ଅଛନ୍ତି। ଏବେ ତୁମେ ଜାଣୁଛ, ବିନାଶ କାଳେ ଯିଏ ବାବାଙ୍କ ଠାରୁ ବିପରୀତ ବୁଦ୍ଧି ଅଟନ୍ତି, ସେମାନଙ୍କ ନିମନ୍ତେ ବିନଶ୍ୟନ୍ତିର ଗାୟନ ରହିଛି। ବର୍ତ୍ତମାନ ଏହି ଦୁନିଆର ପରିବର୍ତ୍ତନ ହେବ। ଏକଥା ମଧ୍ୟ ଜାଣିଛ ଯେ ବାସ୍ତବରେ ମହାଭାରତ ଲଢ଼େଇ ଲାଗିଥିଲା। ବାବା ରାଜଯୋଗ ଶିଖାଇଥିଲେ। ଶାସ୍ତ୍ରରେ ତ ସମ୍ପୂର୍ଣ୍ଣ ବିନାଶ ଦେଖାଇଛନ୍ତି, କିନ୍ତୁ ସମ୍ପୂର୍ଣ୍ଣ ବିନାଶ ତ ହେଉନାହିଁ। ତାହେଲେ ତ ପ୍ରଳୟ ହୋଇଯିବ। ଆଉ କେହି ମନୁଷ୍ୟ ମଧ୍ୟ ରହିବେ ନାହିଁ। କେବଳ ପାଞ୍ଚ-ତତ୍ତ୍ୱ ରହିଯିବ। କିନ୍ତୁ ଏପରି ତ ହୋଇପାରିବ ନାହିଁ। ପ୍ରଳୟ ହୋଇଗଲେ ପୁଣି ମନୁଷ୍ୟ କେଉଁଠାରୁ ଆସିବେ? ଦେଖାଉଛନ୍ତି ଯେ ଶ୍ରୀକୃଷ୍ଣ ଆଙ୍ଗୁଳି ଚୁଚୁମି ଚୁଚୁମି ଅଶ୍ୱତ୍ଥ ପତ୍ର ଉପରେ ସାଗରରେ ଭାସି ଭାସି ଆସିଥିଲେ। ବାଳକ ଏହିପରି ଭାବରେ ସାଗରରେ କିପରି ଆସିପାରିବ? ଶାସ୍ତ୍ରରେ ଏପରି କଥା ସବୁ ଲେଖିଦେଇଛନ୍ତି ଯେ ସେ କଥା ନ କହିଲେ ଭଲ। ବର୍ତ୍ତମାନ ତୁମେ କୁମାରୀମାନଙ୍କ ଦ୍ୱାରା ଏହି ବିଦ୍ୱାନ ଭୀଷ୍ମ ପିତାମହ ଅର୍ଥାତ୍ ବଡ଼ ବଡ଼ ସନ୍ନ୍ୟାସୀ ଆଦିଙ୍କୁ ମଧ୍ୟ ଜ୍ଞାନର ବାଣ ମରାଯାଉଛି। ଭବିଷ୍ୟତରେ ସେମାନେ ମଧ୍ୟ ଆସିବେ। ଯେତେ ଯେତେ ତୁମେ ସେବାରେ ଜୋର ଦେବ, ବାବାଙ୍କର ପରିଚୟ ସମସ୍ତଙ୍କୁ ଦେଇ ଚାଲିବ, ସେତେ ତୁମର ପ୍ରଭାବ ବଢ଼ିବ। ହଁ, ବିଘ୍ନ ମଧ୍ୟ ପଡ଼ିବ। ଏ କଥାର ମଧ୍ୟ ଗାୟନ ରହିଛି ଯେ ଆସୁରୀ ସମ୍ପ୍ରଦାୟର ଏହି ଜ୍ଞାନ ଯଜ୍ଞରେ ବହୁତ ବିଘ୍ନ ପଡ଼ିଥାଏ। ବିଚରା ପଥର ବୁଦ୍ଧି ମନୁଷ୍ୟ କିଛି ବି ଜାଣିନାହାନ୍ତି ଯେ ଏସବୁ କ'ଣ ହେଉଛି। କହୁଛନ୍ତି ଏହାଙ୍କର ଜ୍ଞାନ ହିଁ ନିଆରା ଅଟେ। ଏ କଥା ମଧ୍ୟ ତୁମେ ଜାଣୁଛ ଯେ ଏହା ନୂଆ ଦୁନିଆ ପାଇଁ ନୂଆ କଥା ଅଟେ। ବାବା କହୁଛନ୍ତି ଏହି ରାଜଯୋଗ ତୁମକୁ ଆଉ କେହି ଶିଖାଇ ପାରିବେ ନାହିଁ। ଜ୍ଞାନ ଏବଂ ଯୋଗ ବାବା ହିଁ ଶିଖାଉଛନ୍ତି। ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି। ସେ ହିଁ ପତିତ ପାବନ ଅଟନ୍ତି। ତେବେ ନିଶ୍ଚିତ ପତିତମାନଙ୍କୁ ହିଁ ଜ୍ଞାନ ଦେବେ ନା। ପିଲାମାନେ ବୁଝୁଛନ୍ତି ଯେ ଆମେ ପାରସ ବୁଦ୍ଧି ହୋଇ ପାରସନାଥ ହେଉଛୁ। ମନୁଷ୍ୟମାନେ ତ କେତେ ଢେର ମନ୍ଦିର ତିଆରି କରିଛନ୍ତି, କିନ୍ତୁ ସେ କିଏ, କ'ଣ କରିଯାଇଛନ୍ତି, କିଛି ବି ଅର୍ଥକୁ ବୁଝୁନାହାନ୍ତି। ପାରସନାଥଙ୍କର ମଧ୍ୟ ମନ୍ଦିର ଅଛି, କିନ୍ତୁ କେହି ବି ଜାଣିନାହାନ୍ତି। ଭାରତ ପାରସପୁରୀ ଥିଲା। ସୁନା ହୀରା ଲୀଳାର ମହଲ ଥିଲା। ଏହା କାଲିର ହିଁ କଥା। ସେମାନେ ତ କେବଳ ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି ଏବଂ ବାବା କହୁଛନ୍ତି ସାରା ଡ୍ରାମା ହିଁ 5000 ବର୍ଷର ଅଟେ। ସେଥିପାଇଁ ତ କୁହାଯାଉଛି ଆଜିର ଭାରତ କିପରି ହୋଇଛି, କାଲିର ଭାରତ କିପରି ଥିଲା। ଲକ୍ଷ ଲକ୍ଷ ବର୍ଷର କଥା ତ କାହାର ସ୍ମୃତିରେ ରହିବ ନାହିଁ। ତୁମମାନଙ୍କୁ ଏବେ ସ୍ମୃତି ଆସିଛି। ଜାଣିଛ, ବାବା ପ୍ରତ୍ୟେକ 5000 ବର୍ଷ ପରେ ଆସି ଆମକୁ ସ୍ମୃତି ଦେଉଛନ୍ତି। ତୁମେମାନେ ସ୍ୱର୍ଗର ମାଲିକ ଥିଲ। 5000 ବର୍ଷର କଥା। ଯଦି କାହାକୁ ବି ପଚରାଯାଏ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ କେବେ ଥିଲା, କେତେ ବର୍ଷ ହେଲାଣି, ତେବେ ଲକ୍ଷ ଲକ୍ଷ ବର୍ଷ କହିଦେବେ। ତୁମେ ବୁଝାଇପାରିବ ଏହା ତ 5000 ବର୍ଷର କଥା ଅଟେ। କହୁଛନ୍ତି ମଧ୍ୟ କୃଷ୍ଣଙ୍କର ଏତେ ସମୟ ପୂର୍ବରୁ ସ୍ୱର୍ଗ ଥିଲା। ବାବା ତ ଭାରତକୁ ହିଁ ଆସୁଛନ୍ତି। ଏ କଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି। ଯଦି ବାବାଙ୍କର ଜୟନ୍ତୀ ପାଳନ କରୁଛନ୍ତି, ତେବେ ସିଏ ନିଶ୍ଚିତ କିଛି କରିବାକୁ ଆସିଥିବେ। ପତିତ ପାବନ ଅଟନ୍ତି, ତେବେ ନିଶ୍ଚୟ ଆସି ପବିତ୍ର କରାଉଥିବେ।
ज्ञान सागर मध्य अटंती तेबे निश्चय ज्ञान देवे ना। जोगयुक्त होई बस निजको आत्मा भावी बाबा को मने पकाओ, यह ज्ञान हेला ना। सेमाने तो हेले हठ जोगी, गोड़ उपरे गोड़ पकाई बसुछंती, कौन कौन सबु करुछंती। तुमी माता माने तो एहीपरी करि पारिबो नाही, एपरी बसी मध्य पारिबो नाही। बाबा कहउछंती मधुर पिला माने ए सबु किछि करिबा तुमर दरकार नाही। स्कूल रे पिला माने कायदा अनुसारे बसी थांते ना। बाबा तो से कथा मध्य कहु नाहंती, तुमर जेपरी इच्छा सेहीपरी बस, बसी बसी थकी गले पुणी सोई पड़। बाबा कौनसी कथारे मना करू नाहंती, यह तो बिल्कुल सहज बुझिबार कथा। एथिरे कौनसी असुविधार कथा ही नाही। जेते भी रोगग्रस्त होई थाओ, किए जाने मुरली शुणु शुणु शिव बाबांक याद रे हुए तो प्राण चली जीव। गायन करा जाई थाए ना, गंगार कूल होइथिबो, गंगा जल मुखरे थिबो, तेबे जाई शरीररु प्राण बाहारू। से सबु तो हेउछि भक्ति मार्गर कथा। वास्तव रे एहा हेउछि ज्ञान अमृतर कथा। तुमे जानिछ सतरे आमर एहीपरि ही प्राण जीव। तुमे माने परमधामरु आसुछ, मोते सेठारे छाड़ी देई तुमे सुखधाम को जाउछ। बाबा कहउछंती मु तो तुम मानंकु साथिरे नै जीवी। मु आसीछि पिला मानंकु घर को नै जीवा पाई। तुमको ना निज घर विषय रे जणा अछि, ना आत्मा विषय रे जणा अछि। माया बिल्कुल ही डेणा काटी देछि, सेथिपाई आत्मा उड़ी पारु नाही, काहींकि ना तमो प्रधान अटे। आत्मा सतो प्रधान न हेबा पर्यंत शांतिधाम को किपरि जाई पारिबो। ए कथा मध्य जानिछ। ड्रामार प्लान अनुसारे समस्तंकु तमो प्रधान हेबाकु ही पड़िबो। वर्तमान समय रे सारा वृक्ष बिल्कुल तमो प्रधान जीर्णशीर्ण होई गलानी। पिला माने जानिछंती सबु आत्मा माने तमो प्रधान अटंते। नुआ दुनिया रे सतो प्रधान आत्मा रहिबे। एठारे काहार सतो प्रधान अवस्था होई पारिबो नाही। वर्तमान आत्मा पवित्र होई गले पुणी शरीर रे रहिबे नाही, शरीर छाड़ी चाली जीव। समस्ते भक्ति करुछंती मुक्ति पाई अथवा शांतिधाम को जीवा पाई, किंतु केही हेले घर को जाई पारिबे नाही। एहा नियम नुहे। धारण करिबा पाई बाबा एही सबु रहस्य को बुझाउछंते। तथापि मध्य मुख्य कथा हेउछि बाबांकु याद करिबा, स्वदर्शन चक्रधारी हेबा। बीज को मने पकाइबा द्वारा सारा वृक्ष बुद्धि रे आसीजिब। वृक्ष प्रथमे छोट परे बड़ होइथाए। अनेक धर्म अछि ना, तुमे गोटिए सेकेंड रे जानि नेउछ। दुनिया रे एही कथा काहाकु हेले भी जणा नाही। मनुष्य सृष्टिर बीजरूप एकमात्र बाबा ही अटंती। बाबा कौन केबे सर्वव्यापी होई पारिबे, एहा हेउछि सबुठारु बड़ भूल। तुमे बुझाउछ मध्य मनुष्य को केबे भगवान कुहा जाए नाही। बाबा पिलामानंकु सबु कथा सहज करी बुझाउछंती। पुणी जहार भाग्य रे अछि, निश्चय अछि, तेबे से निश्चित बाबांक ठारु संपत्ति नेब। निश्चय न हेले किछि मध्य बुझी पारिबे नाही। भाग्य रे ही नाही, तेबे पुरुषार्थ कौन करिबे। जहार भाग्य रे नाही सेमाने एभली बसिथांती जेपरी किछि भी बुझु नाहांती। एतिकी मध्य निश्चय नाही जे बाबा आसिछंती अविनाशी संपत्ति देबा पाई। जेपरी कौनसी नुआ लोक मेडिकल कॉलेज रे जाई बसिबे तो कौन बुझिबे, किछि भी बुझिबे नाही। एठारे मध्य सेहीपरी आसी बसुछंती। यही अविनाशी ज्ञानर विनाश हेउ नाही। ए कथा मध्य बाबा बुझाउछंती। राजधानी स्थापन हेउछि ना, तेणु चाकर बाकर प्रजांकर मध्य चाकर बाकर सबु दरकार ना, तेणु एहीपरि मध्य आसुछंती। केते जनकर तो बहुत भल भावरे बुद्धि रे बसी जाउछि। मतामत मध्य लेखुछंती ना,
ତେବେ ଆଗକୁ ଉପରକୁ ଉଠିବାକୁ ଚେଷ୍ଟା କରିବେ। କିନ୍ତୁ ସେ ସମୟରେ ମୁସ୍କିଲ ହେବ, କାହିଁକି ନା ସେ ସମୟରେ ତ ବହୁତ ହଙ୍ଗାମା ହେବ। ଦିନକୁ ଦିନ ତୋଫାନ ବଢ଼ି ଚାଲିବ। ଏତେ ସେବାକେନ୍ଦ୍ର ସବୁ ରହିଛି, ଭଲ ଭାବରେ ବୁଝିବେ ମଧ୍ୟ। ଏ କଥା ଲେଖାଯାଇଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା। ବିନାଶ ମଧ୍ୟ ସମ୍ମୁଖରେ ଦେଖୁଛନ୍ତି। ବିନାଶ ତ ହେବାର ଅଛି। ସରକାର ମଧ୍ୟ ଚାହୁଁଛନ୍ତି ଜନ୍ମ ନିୟନ୍ତ୍ରଣ ହେଉ, କିନ୍ତୁ ଏଥିରେ କିଏ ବା କ'ଣ କରିପାରିବେ? ବୃକ୍ଷର ବୃଦ୍ଧି ତ ନିଶ୍ଚିତ ହେବ। ଯେ ପର୍ଯ୍ୟନ୍ତ ବାବା ଅଛନ୍ତି ସେ ପର୍ଯ୍ୟନ୍ତ ସବୁ ଧର୍ମର ଆତ୍ମାମାନଙ୍କୁ ଏହିଠାରେ ରହିବାକୁ ହିଁ ପଡ଼ିବ। ଯେବେ ଏଠାରୁ ଆତ୍ମାମାନଙ୍କର ଯିବାର ସମୟ ହେବ, ତେବେ ସେଠାରୁ ଆତ୍ମାମାନଙ୍କର ଆସିବା ବନ୍ଦ ହୋଇଯିବ। ଏବେ ତ ସମସ୍ତଙ୍କୁ ଆସିବାକୁ ହିଁ ପଡ଼ିବ, କିନ୍ତୁ ଏ କଥା କେହି ବୁଝିପାରୁନାହାନ୍ତି। ବାପୁଜୀ ମଧ୍ୟ କହୁଥିଲେ ରାବଣ ରାଜ୍ୟ ଚାଲିଛି, ଆମର ରାମରାଜ୍ୟ ଦରକାର। କହନ୍ତି ଅମୁକ ସ୍ୱର୍ଗବାସୀ ହେଲା, ତେବେ ଏହାର ଅର୍ଥ ଏହା ନର୍କ ଅଟେ ନା? ମନୁଷ୍ୟ ଏତିକି ମଧ୍ୟ ବୁଝିପାରୁନାହାନ୍ତି। ସ୍ୱର୍ଗବାସୀ ହେଲା ତ ଭଲ ହେଲା ନା? ନିଶ୍ଚିତ ନର୍କବାସୀ ଥିଲା। ବାବା ବୁଝାଉଛନ୍ତି ମନୁଷ୍ୟମାନଙ୍କର ଚେହେରା ତ ମନୁଷ୍ୟର, କିନ୍ତୁ ଚରିତ୍ର ମାଙ୍କଡ଼ର ଅଟେ। ସମସ୍ତେ ଗାନ କରୁଛନ୍ତି ପତିତ ପାବନ ସୀତାରାମ। ଆମେ ସମସ୍ତେ ପତିତ ଅଟୁ। ପବିତ୍ର କରିବାବାଲା ହେଉଛନ୍ତି ବାବା। ସେମାନେ ସମସ୍ତେ ହେଉଛନ୍ତି ଭକ୍ତି ମାର୍ଗର ସୀତା। ବାବା ହେଉଛନ୍ତି ରାମ। କାହାକୁ ସିଧାସଳଖ ଏ କଥା କହିଲେ ମାନିବେ ନାହିଁ। ରାମଙ୍କୁ ଡାକୁଛନ୍ତି, ଏବେ ତୁମମାନଙ୍କୁ ବାବା ତୃତୀୟ ନେତ୍ର ଦେଇଛନ୍ତି। ତୁମେ ଯେପରି ଅଲଗା ଦୁନିଆର ହୋଇଯାଇଛ। ପୁରୁଣା ଦୁନିଆରେ କ'ଣ କ'ଣ ସବୁ କରୁଛନ୍ତି ଏବେ ତୁମେ ଜାଣୁଛ। ତୁମେମାନେ ଅଜ୍ଞାନୀରୁ ଜ୍ଞାନୀ ହୋଇଛ। ରାବଣ ରାଜ୍ୟକୁ କେତେ ଅଜ୍ଞାନୀ, ରାବଣ ତୁମକୁ କେତେ ଅଜ୍ଞାନୀ କରିଦେଇଛି। ବାବା ବୁଝାଉଛନ୍ତି ବର୍ତ୍ତମାନ ସମୟରେ ସବୁ ମନୁଷ୍ୟ ତମୋ ପ୍ରଧାନ ହୋଇଯାଇଛନ୍ତି। ସେଥିପାଇଁ ତ ବାବା ଆସି ସତୋ ପ୍ରଧାନ କରାଉଛନ୍ତି। ବାବା କହୁଛନ୍ତି ଯଦିଓ ତୁମେମାନେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପାଦନ କରୁଛ, କିନ୍ତୁ ଗୋଟିଏ କଥା ମନେ ରଖ, ବାବାଙ୍କୁ ମନେ ପକାଇବାକୁ ହେବ। ତମୋ ପ୍ରଧାନରୁ ସତୋ ପ୍ରଧାନ ହେବାର ରାସ୍ତା ଆଉ କେହି କହିପାରିବେ ନାହିଁ। ସମସ୍ତଙ୍କର ରୁହାନୀ ସର୍ଜନ ଜଣେ ହିଁ ଅଟନ୍ତି। ସେ ହିଁ ଆସି ଆତ୍ମାମାନଙ୍କୁ ଇଞ୍ଜେକ୍ସନ ଲଗାଉଛନ୍ତି, କାହିଁକି ନା ଆତ୍ମା ହିଁ ତମୋ ପ୍ରଧାନ ହୋଇଯାଇଛି। ବାବାଙ୍କୁ ଅବିନାଶୀ ଡାକ୍ତର ବୋଲି କୁହାଯାଉଛି। ଏବେ ଆତ୍ମା ସତୋ ପ୍ରଧାନରୁ ତମୋ ପ୍ରଧାନ ହୋଇଯାଇଛି, ତେଣୁ ଏହାକୁ ଇଞ୍ଜେକ୍ସନ ଆବଶ୍ୟକ। ବାବା କହୁଛନ୍ତି ସନ୍ତାନମାନେ ନିଜକୁ ଆତ୍ମା ନିଶ୍ଚୟ କର ଏବଂ ନିଜର ବାବାଙ୍କୁ ମନେ ପକାଅ। ବୁଦ୍ଧି ଯୋଗ ଉପରେ ଅର୍ଥାତ୍ ନିଜର ମିଠା ଘରେ ଲଗାଅ। ବଞ୍ଚି ଥାଉ ଥାଉ ଫାଶୀରେ ଲଟକି ଯାଅ, ଅର୍ଥାତ୍ ବୁଦ୍ଧିଯୋଗ ଶାନ୍ତିଧାମରେ ଲଗାଅ। ଆମକୁ ମିଠା ଶାନ୍ତିଧାମ ଘରକୁ ଯିବାକୁ ହେବ। ନିର୍ବାଣ ଧାମକୁ ମିଠା ଘର ବୋଲି କୁହାଯାଉଛି। ଆଚ୍ଛା, ମିଠେ ମିଠେ ଶିଖିଲା ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି, ଗୁଡ୍ ମର୍ଣ୍ଣିଂ, ନମସ୍ତେ 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 ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଏହି ପୁରୁଣା ଦୁନିଆ ଯେପରି ବିନାଶ ହୋଇସାରିଛି, ସେଥିପାଇଁ ନିଜକୁ ଏହାଠାରୁ ଅଲଗା ମନେ କରିବାକୁ ହେବ। ବ୍ରାହ୍ମଣ ପରିବାର ରୂପୀ ବୃକ୍ଷର ବୃଦ୍ଧି ହେବା ସହିତ ଯେଉଁ ସବୁ ବିଘ୍ନ ରୂପୀ ତୋଫାନ ଆସୁଛି, ସେଗୁଡ଼ିକୁ ଡରିବାର ନାହିଁ, ସେଥିରୁ ପାର ହେବାକୁ ହେବ। 2 ନମ୍ବର। ଆତ୍ମାକୁ ସତୋ ପ୍ରଦାନ କରିବା ପାଇଁ ନିଜକୁ ଜ୍ଞାନଯୋଗର ଇଞ୍ଜେକ୍ସନ ଦେବାକୁ ପଡ଼ିବ। ନିଜର ବୁଦ୍ଧି ଯୋଗ ଶାନ୍ତିଧାମ ସହିତ ଲଗାଇବାକୁ ହେବ। ଆଜିର ବରଦାନ, ପ୍ରଥମେ ଆପଣର ପାଠ ଦ୍ୱାରା ମୁକୁଟଧାରୀ ହେଉଥିବା ମହାବୁଦ୍ଧିମାନ ଭବ। ପ୍ରଥମେ ଆପଣ
ର ପାଠ ଦ୍ୱାରା ମୁକୁଟଧାରୀ ହେଉଥିବା ମହାବୁଦ୍ଧିମାନ ଭବ। ଯେପରି ବାପଦାଦା ନିଜର ପିଲାମାନଙ୍କର ଆଜ୍ଞାଧୀନ ସେବକ ବୋଲି କହୁଛନ୍ତି ଏବଂ ସେବକ କହିବା ଦ୍ୱାରା ଆପେ ଆପେ ମୁକୁଟଧାରୀ ହୋଇଯାଉଛନ୍ତି, ସେହିପରି ତୁମେମାନେ ମଧ୍ୟ ନିଜେ ନମ୍ରଚିତ ହୋଇ ଅନ୍ୟକୁ ଶ୍ରେଷ୍ଠ ଆସନ ଦେଇଦିଅ। ଯଦି ତୁମେ ତାଙ୍କୁ ଆସନ ଉପରେ ବସାଇଦେବ, ତେବେ ସେ ସ୍ୱତଃ ଭାବରେ ନିଜେ ସେଥିରୁ ଓହ୍ଲାଇ ଆସି ତୁମକୁ ବସାଇଦେବ। କିନ୍ତୁ ତୁମେ ଯଦି ବସିବା ପାଇଁ ଚେଷ୍ଟା କରିବ, ତେବେ ସେ ତୁମକୁ ବସିବାକୁ ଦେବ ନାହିଁ। ସେଥିପାଇଁ ଅନ୍ୟକୁ ଆସନ ଛାଡ଼ିଦେବା ହିଁ ଆସନ ପ୍ରାପ୍ତ କରିବା। ତେଣୁ ପ୍ରଥମେ ଆପଣର ପାଠକୁ ଯଦି ଦୃଢ଼ ଭାବରେ ଧାରଣ କରିନେବ, ତେବେ ତୁମର ସଂସ୍କାର ମଧ୍ୟ ସହଜରେ ଅନ୍ୟମାନଙ୍କର ସଂସ୍କାର ସହିତ ମେଳ ଖାଇବ ଏବଂ ମୁକୁଟଧାରୀ ମଧ୍ୟ ହୋଇଯିବ। ଏହା ହିଁ ହେଉଛି ମହାବୁଦ୍ଧିମାନ ହେବାର ବିଧି। ଏଥିରେ ମେହନତ ମଧ୍ୟ ନାହିଁ ଏବଂ ପ୍ରାପ୍ତି ମଧ୍ୟ ଅଧିକ। ଆଜିର ସ୍ଲୋଗାନ, ଅବ୍ୟକ୍ତ ସ୍ଥିତିର ଅନୁଭବ କରିବା ପାଇଁ ଅନ୍ତର୍ମୁଖୀ ଏକାନ୍ତବାସୀ ହୁଅ। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରା, ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ଏବେ ପର୍ଯ୍ୟନ୍ତ ଅଲଗା ଅଲଗା ଫୁଲ ହୋଇ ନିଜ ନିଜର ରଙ୍ଗ ଦେଖାଉଛ, କିନ୍ତୁ ଯେତେବେଳେ ଗୋଟିଏ ଫୁଲତୋଡ଼ା ରୂପରେ ନିଜର ସୁଗନ୍ଧ ଚତୁର୍ଦିଗରେ ଖେଳାଇବ, ସେତେବେଳେ ହିଁ ଶକ୍ତି ଦଳର ପ୍ରତ୍ୟକ୍ଷତା ହେବ। ତେବେ ଯାଇ ତୁମର ସଂଗଠନର ଶକ୍ତି ପରମାତ୍ମ ପ୍ରତ୍ୟକ୍ଷତାର ନିମିତ୍ତ ହେବ। ଏବେ ପର୍ଯ୍ୟନ୍ତ ଜଣେ ଜଣେ ଅଲଗା ଅଲଗା ରହିଥିବା କାରଣରୁ ମେହନତ ଅଧିକ କରିବାକୁ ପଡ଼ୁଛି, କିନ୍ତୁ ଯେତେବେଳେ ତୁମର ସଂଗଠନ ଏକମତ ହୋଇଯିବ, ସେତେବେଳେ ମେହନତ କମ୍ ଏବଂ ସଫଳତା ଅଧିକ ହେବ। ଓମ୍ ଶାନ୍ତି।